ବାବାଙ୍କର ଆଦ୍ୟ ଜୀବନ ସମ୍ପର୍କରେ ଯଦିଓ ବେଶୀ କିଛି କାହାକୁ ଜଣା ନାହିଁ, ତେବେ ସେ ତାଙ୍କର ଅନେକ ଭକ୍ତଙ୍କୁ ତାଙ୍କର ଗୁରୁ ଜଣେ ବ୍ରାହ୍ମଣ ଥିଲେ ବୋଲି କହିଥିବା କଥା ପ୍ରଫେସର ଜି ନର୍କେ ପ୍ରକାଶ କରିଥିଲେ। ଥରେ ପ୍ରଫେସର ନର୍କେ ଏବଂ ଅନ୍ୟ ଜଣେ ଭକ୍ତଙ୍କ ମଧ୍ୟରେ କେତେକ ବିଷୟକୁ ନେଇ ବିବାଦ ଦେଖାଦେବାରୁ ଏହାର ସମାଧାନ ନିମିତ୍ତ ସେମାନେ ବାବାଙ୍କର ଦ୍ୱାରସ୍ଥ ହୋଇଥିଲେ। ବାବା ସେସବୁ ପ୍ରଶ୍ନ ଓ ଶଙ୍କାର ଏହିପରି ସମାଧାନ କରିଥିଲେ। ଏମାନେ ପ୍ରଶ୍ନ କରିଥିଲେ, ବାବା, ପୁରାଣ ସବୁ କ'ଣ ସତ? ବାବା କହିଲେ, ହଁ ସତ। ପ୍ରଶ୍ନ କଲେ ମାନେ, ବାବା, ରାମ ଏବଂ କୃଷ୍ଣଙ୍କ ବିଷୟରେ ଆପଣଙ୍କର ମତ କ'ଣ? ବାବା କହିଲେ, ସେମାନେ ମହାନ ଆତ୍ମା, ଭଗବାନ ଓ ଅବତାର। ପ୍ରଶ୍ନ କଲେ ମାନେ, ବାବା, ନର୍କେ ଏସବୁକୁ ମାନୁନାହାନ୍ତି, ସେ କହୁଛନ୍ତି ଆପଣ ଭଗବାନ ନୁହନ୍ତି। ବାବା କହିଲେ, ହଁ, ସେ ଯାହା କହୁଛି ସତ। ତେବେ ମୁଁ ତୁମର ପିତା। ତୁମେ ଏପରି ମନ୍ତବ୍ୟ ଦେବା ଠିକ୍ ନୁହେଁ। ମୋ ଠାରୁ ତୁମର ଅନେକ କିଛି ପାଇବାର ଅଛି। ଆଉ କେତେବେଳେ ଭାବବିହ୍ୱଳ ଅବସ୍ଥାରେ ବାବା କହୁଥିଲେ, ମୁଁ ଭଗବାନ। ତେବେ ତାଙ୍କର କାର୍ଯ୍ୟ ଓ ଭୂମିକା ମୁଖ୍ୟତଃ ଜଣେ ଭକ୍ତର ଥିଲା, ଯାହାଙ୍କ ଉପରେ ଭଗବାନଙ୍କର ଅସୀମ କ୍ଷମତା ନ୍ୟସ୍ତ ହୋଇଥିଲା।